ଓଡ଼ିଶା ଭିଜନ 2036 ଏବଂ 2047 ଉପରେ କର୍ମଶାଳା। ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା। ଭୁବନେଶ୍ୱର 19/7/2025। ଆଜି ଭୁବନେଶ୍ୱର ଖାରବେଳ ଭବନର ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ବିଷୟବସ୍ତୁ ଉପରେ ଏକ ଉଚ୍ଚସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଅଧ୍ୟକ୍ଷତା କରିଥିଲେ ଏବଂ ଭିଜନ ଡକ୍ୟୁମେଣ୍ଟର ରଣନୈତିକ ଜ୍ଞାନ ଅଂଶୀଦାର ମ୍ୟାକିନ୍ସେ ଆଣ୍ଡ କମ୍ପାନୀର ବିଶେଷଜ୍ଞମାନେ ସହଯୋଗ କରିଥିଲେ। ଏହି କର୍ମଶାଳାର ଲକ୍ଷ୍ୟ 2047 ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ଲକ୍ଷ୍ୟ ସହିତ ଓଡ଼ିଶାର ବିକାଶମୂଳକ ରୋଡମ୍ୟାପ୍ ପ୍ରସ୍ତୁତ କରିବା ବିଷୟରେ ଦୁଇ ବିଭାଗ ତରଫରୁ ଆଲୋଚନା ହୋଇଥିଲା। ଏହି ଅଧିବେଶନରେ ରାଜ୍ୟର ଦୀର୍ଘକାଳୀନ ଆକାଂକ୍ଷାକୁ ରୂପରେଖା ଦିଆଯାଇଥିଲା, ଯେଉଁଥିରେ 2047 ସୁଦ୍ଧା $1.5 ଟ୍ରିଲିୟନ ଜିଏସ୍ଡିପି ହାସଲ କରିବା, ଭାରତର ଜିଡିପିରେ 5% ଯୋଗଦାନ ଦେବା ଏବଂ 1 କୋଟିରୁ ଅଧିକ ଅଣକୃଷି ନିଯୁକ୍ତି ସୃଷ୍ଟି କରିବା ଅନ୍ତର୍ଭୁକ୍ତ। ଭିଜନ 2036 ଏବଂ 2047 ଛଅଟି ମୁଖ୍ୟ ବିଷୟବସ୍ତୁ ଉପରେ ଆଧାରିତ। ପ୍ରଥମେ, ଲୋକ ଗ୍ରାମୀଣ ସଶସ୍ତ୍ରୀକରଣ, ସମସ୍ତଙ୍କ ପାଇଁ ସମୃଦ୍ଧି, ଐତିହ୍ୟ, ପ୍ରଯୁକ୍ତି ନେତୃତ୍ୱାଧୀନ ଅଭିବୃଦ୍ଧି ଏବଂ ଲୋକକୈନ୍ଦ୍ରିକ ଶାସନ ଏକ ପ୍ରମୁଖ ଆକର୍ଷଣ ଥିଲା। 36 ପାଇଁ 36 ପ୍ରମୁଖ କାର୍ଯ୍ୟକ୍ରମର ଉପସ୍ଥାପନା, ଯାହା ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ଦକ୍ଷତା, କୃଷି ଏବଂ ଜଳବାୟୁ ଭଳି କ୍ଷେତ୍ରଗୁଡ଼ିକରେ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ପାଇଁ ଡିଜାଇନ୍ କରାଯାଇଥିଲା। କର୍ମଶାଳା ସମୟରେ ଅଂଶଗ୍ରହଣକାରୀମାନେ ନମୁନା କାର୍ଯ୍ୟକାରୀ ମଡେଲଗୁଡ଼ିକର ସମୀକ୍ଷା କରିଥିଲେ, ଯେଉଁଥିରେ ସମ୍ବଲପୁର ମହାନଗର ନିଗମ ପାଇଁ ଏକ ବିସ୍ତୃତ ଯୋଜନା ଅନ୍ତର୍ଭୁକ୍ତ ଥିଲା, ଯାହା ଦର୍ଶାଇଥିଲା ଯେ କିପରି ବିଭିନ୍ନ ଦୃଷ୍ଟିକୋଣ ଭୂମିଗତ କାର୍ଯ୍ୟରେ ପରିଣତ ହେବ। ଶ୍ରୀମତୀ ପାଢ଼ୀ ସମୟୋଚିତ ବିତରଣ ଏବଂ ମାପଯୋଗ୍ୟ ଫଳାଫଳ ସୁନିଶ୍ଚିତ କରିବା ପାଇଁ ଦୃଢ଼ ସଂସ୍ଥାଗତ କ୍ଷମତା, ତଥ୍ୟଚାଳିତ ଶାସନ ଏବଂ ବିଭାଗ ମଧ୍ୟରେ ଦୃଢ଼ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। କର୍ମଶାଳାରେ ରିଅଲ୍ ଟାଇମ୍ ଡ୍ୟାଶବୋର୍ଡ, ପ୍ରୋଜେକ୍ଟ ମନିଟରିଂ ୟୁନିଟ୍ ଏବଂ ସୁଗମ କାର୍ଯ୍ୟାନ୍ୱୟନ ପାଇଁ ଏକ ସ୍ୱତନ୍ତ୍ର ସରକାରୀ ଆଭିମୁଖ୍ୟ ଭଳି ଯନ୍ତ୍ରପାତିର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା। ବିକଶିତ ଓଡ଼ିଶାର ଦୃଷ୍ଟିକୋଣକୁ ସାକାର କରିବା ପାଇଁ ଉଭୟ ବିଭାଗକୁ ନିର୍ଦ୍ଦିଷ୍ଟ ମୁଖ୍ୟ କାର୍ଯ୍ୟଦକ୍ଷତା ସୂଚକ କେପିଆଇ ପ୍ରଦାନ କରାଯାଇଛି ଏବଂ ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏହି କର୍ମଶାଳାରେ ବାଣିଜ୍ୟ ଓ ପରିବହନ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ, ଯେଉଁମାନେ ଆନ୍ତର୍ବିଭାଗୀୟ ସମନ୍ୱୟ ଏବଂ ଏକ ବିକଶିତ ଏବଂ ଅନ୍ତର୍ଭୁକ୍ତ ଓଡ଼ିଶା ଗଠନରେ ଭିତ୍ତିଭୂମି ଏବଂ ସହରାଞ୍ଚଳ ପରିବର୍ତ୍ତନ ଭୂମିକା ଉପରେ ଆଲୋଚନା କରିଥିଲେ। ସମୃଦ୍ଧ